ପିଲାମାନେ ଜୁପିଟର କ୍ଲାसेसକୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ। ସଭ୍ୟତା ଓ ବିଜ୍ଞାନ ବିଷୟର ସରଳାର୍ଥ ଗୁଡ଼ିକ କରିସାରିଛନ୍ତି। ଆଜି ଆମେ ବହିରେ ଥିବା ସବୁ ସର୍ଟ କ୍ୱେଶ୍ଚିନ୍ ଆନ୍ସର ଗୁଡ଼ିକ ଡିସ୍କସନ୍ କରିବା। ଆରମ୍ଭ କରିବା ବହିରେ ଥିବା 8 ନମ୍ବର କ୍ୱେଶ୍ଚିନ୍ରୁ। ଆମେ ସଭ୍ୟତା ଆଖ୍ୟା କାହାକୁ ଦେଇଥାଉ? ଉତ୍ତରରେ ଲେଖିବା ମାନବ ଯେଉଁ ବୈଷୟିକ, ଶାରୀରିକ, ମାନସିକ ଓ ନୈତିକ ଉନ୍ନତି ଏବଂ ଜ୍ଞାନ ସାଧନ କରିଥାଏ ତାକୁ ଆମେ ସଭ୍ୟତା ଆଖ୍ୟା ଦେଇଥାଉ। ଏବେ 9 ନମ୍ବର କ୍ୱେଶ୍ଚିନ୍କୁ ଆସିବା। ରୋମୀୟ ଓ ଭାରତୀୟ ସଭ୍ୟତାର ଆଦର୍ଶ ମଧ୍ୟରେ ପାର୍ଥକ୍ୟ କ'ଣ? ଉତ୍ତରରେ ଲେଖିବା ରୋମୀୟ ସଭ୍ୟତାର ଆଦର୍ଶ ଥିଲା ବିଭିନ୍ନ ପ୍ରକାରର ବୈଷୟିକ ଉନ୍ନତି। ଭୋଗ ଥିଲା ସେମାନଙ୍କ ସଭ୍ୟତାର ନୀତି ଓ ଆଦର୍ଶ, କିନ୍ତୁ ଭାରତୀୟ ସଭ୍ୟତାର ମୂଳ ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ। ଏବେ ଆମେ ଆସିବା 10 ନମ୍ବର କ୍ୱେଶ୍ଚିନ୍କୁ। ଭାରତୀୟ ସଭ୍ୟତାର ଆଦର୍ଶ କ'ଣ ବୁଝ? ଉତ୍ତରରେ ଲେଖିବା ଭାରତୀୟ ସଭ୍ୟତାର ମୂଳ ଆଦର୍ଶ ହେଉଛି ତ୍ୟାଗ ଓ ସଂଯମ ଉପରେ ଗୁରୁତ୍ୱ ପ୍ରଦାନ କରିବା। ବୈଷୟିକ ଜ୍ଞାନ କୌଶଳକୁ ସଭ୍ୟତା ପାଇଁ ବିବାଦ ଓ ବିପଦ ବୋଲି ଭାରତୀୟ ମନୀଷୀମାନେ ଭାବୁଥିଲେ। ଏବେ ଆସିବା ଆମେ 11 ନମ୍ବର କ୍ୱେଶ୍ଚିନ୍କୁ। ଗୃହସ୍ଥର ପଥ କେତେବେଳେ ସମ୍ପୂର୍ଣ୍ଣ ପୃଥକ ହୋଇଯାଏ? ଉତ୍ତରରେ ଲେଖିବା ତ୍ୟାଗ ମାର୍ଗରେ ଦୀକ୍ଷିତ ହୋଇ ମଣିଷ ଯେତେବେଳେ ବିଷୟର ମାଲିକ ହୁଏ ସେତେବେଳେ ଭୋଗଗାମୀ ଜାତିଠାରୁ ତା ପଥ ସମ୍ପୂର୍ଣ୍ଣ ଅଲଗା ହୋଇଯାଏ। ଏବେ ଆସିବା ଆମେ 12 ନମ୍ବର କ୍ୱେଶ୍ଚିନ୍କୁ। କ୍ୱେଶ୍ଚିନ୍ଟି ହେଲା ବର୍ତ୍ତମାନ ପୃଥିବୀରେ ସଭ୍ୟତାର ଆଦର୍ଶଟି କ'ଣ? ଉତ୍ତରରେ ଲେଖିବା ଲେଖକଙ୍କ ମତରେ ବର୍ତ୍ତମାନ ପୃଥିବୀରେ ସଭ୍ୟତାର ଆଦର୍ଶ ହେଉଛି ମାନବ ସମାଜର ସର୍ବାଙ୍ଗୀନ ଉନ୍ନତି ସାଧନ କରିବା ତଥା ବୈଷୟିକ, ମାନସିକ, ଶାରୀରିକ ଓ ନୈତିକ ଉନ୍ନତି ସହିତ ବିଶ୍ୱ ମାନବିକତାର ଉନ୍ମେଷ ଓ ଉଦ୍ରେକ ପ୍ରତିଷ୍ଠା କରିବା। ଏବେ ଆମେ ଆସିବା 13 ନମ୍ବର କ୍ୱେଶ୍ଚିନ୍କୁ। 13 ନମ୍ବର କ୍ୱେଶ୍ଚିନ୍ଟି ହେଲା ଜଡ଼ ବିଜ୍ଞାନ କେତେ ଭାଗରେ ବିଭକ୍ତ? ଉତ୍ତରରେ ଲେଖିବା ଜଡ଼ ବିଜ୍ଞାନ 2 ଭାଗରେ ବିଭକ୍ତ, ଯଥା ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ। ଏବେ ଆମେ ଆସିବା 14 ନମ୍ବର କ୍ୱେଶ୍ଚିନ୍କୁ। ଆମେ କେଉଁ ଉପକରଣରୁ ବୈଷୟିକ ସୁଖ ସମୃଦ୍ଧି ଲାଭ କରିଥାଉ? ଉତ୍ତରରେ ଲେଖିବା ଆମେ ସାଧାରଣତଃ ରେଳଗାଡ଼ି, ମୋଟର ଗାଡ଼ି, ଉଡ଼ାଜାହାଜ, ବେତାର ଯନ୍ତ୍ର, ରେଡ଼ିଓ, ଟେଲିଭିଜନ, ଟେଲିଫୋନ ଆଦି ଉପକରଣରୁ ବୈଷୟିକ ସୁଖ ସମୃଦ୍ଧି ଲାଭ କରିଥାଉ। ଏବେ ଆସିବା ଆମେ 15 ନମ୍ବର କ୍ୱେଶ୍ଚିନ୍କୁ। ଜୀବବିଜ୍ଞାନର ଚର୍ଚ୍ଚାରୁ କି ସନ୍ଧାନ ମିଳିଥାଏ? ଉତ୍ତରରେ ଲେଖିବା ଜୀବବିଜ୍ଞାନର ଚର୍ଚ୍ଚାରୁ ପ୍ରାଣୀର ବିଭିନ୍ନ ଗଠନ ପ୍ରକ୍ରିୟା ଓ କେଉଁ ଶକ୍ତି ବଳରେ ସେମାନେ ଜୀବନର ଅଧିକାରୀ ହୋଇଥାନ୍ତି ତାର ସନ୍ଧାନ ମିଳିଥାଏ। ଏବେ ଆସିବା ଆମେ 16 ନମ୍ବର କ୍ୱେଶ୍ଚିନ୍କୁ। ଆମ୍ଭମାନଙ୍କ ଜ୍ଞାନର ସୀମା ଆମେ କିପରି ବିସ୍ତୃତ କରିଥାଉ? ଉତ୍ତରରେ ଲେଖିବା ଶରୀର ତତ୍ତ୍ୱ, ଆୟୁର୍ବେଦ, ଡାକ୍ତରୀ ବିଦ୍ୟା, ମନସ୍ତତ୍ତ୍ୱ, କୃଷି ବିଜ୍ଞାନ, ବିଜ୍ଞାନ ତତ୍ତ୍ୱ, ଜ୍ୟୋତିଷ ଶାସ୍ତ୍ର ପ୍ରଭୃତି ନାନାବିଧ ଶାସ୍ତ୍ରମାନଙ୍କ ସହାୟତାରେ ଆମେ ଆମମାନଙ୍କର ଜ୍ଞାନର ସୀମା ବିସ୍ତୃତ କରିଥାଉ। ଏବେ ଆସିବା ଆମେ 17 ନମ୍ବର କ୍ୱେଶ୍ଚିନ୍କୁ। ଜୀବବିଜ୍ଞାନରୁ ଜୀବର ଶରୀର ସମ୍ପର୍କରେ କି ଧାରଣା ମିଳେ? ଉତ୍ତରରେ ଲେଖିବା ଜୀବବିଜ୍ଞାନ ଆଲୋଚନାରୁ ଜଣାଯାଏ ଯେ ଶରୀର କେବଳ ବିଭିନ୍ନ ଜଡ଼ ଉପାଦାନରେ ଗଠିତ। ଏହି ଜଡ଼ ଉପାଦାନର ସମାବେଶ ସହ ଶରୀରର ଶକ୍ତିର ବିକାଶ ସମ୍ଭବ ହୋଇଥାଏ। ଏବେ ଆସିବା ଆମେ 18 ନମ୍ବର କ୍ୱେଶ୍ଚିନ୍କୁ। ବୈଜ୍ଞାନିକମାନେ ମାନବକୁ ଧ୍ୱଂସ ପଥର ପଥିକ କରୁଛନ୍ତି ବୋଲି ଲେଖକ କାହିଁକି କହିଛନ୍ତି? ଉତ୍ତରରେ ଲେଖିବା ବୈଜ୍ଞାନିକମାନେ ସେମାନଙ୍କ ଜ୍ଞାନ କୌଶଳ ଦ୍ୱାରା ମାରାତ୍ମକ ଗ୍ୟାସ୍ ଓ ବିସ୍ଫୋରକ ଦ୍ରବ୍ୟ ଉତ୍ପାଦନ କରି ମାନବ ସମାଜକୁ ଧ୍ୱଂସ ପଥର ପଥିକ କରୁଛନ୍ତି। ଅବଶ୍ୟ ବୈଜ୍ଞାନିକମାନଙ୍କ ଉଦ୍ଭାବନର ମହତ ଉଦ୍ଦେଶ୍ୟକୁ ମାନବ ଏଡ଼ାଇ ଯାଇ ନିଜସ୍ୱ ସ୍ୱାର୍ଥ ପାଇଁ ବୈଜ୍ଞାନିକ ଉଦ୍ଭାବନର ଅସତ ବ୍ୟବହାର କରି ନିଜକୁ ଧ୍ୱଂସ ପଥର ପଥିକ କରିଛି ବୋଲି ଲେଖକ ଯୁକ୍ତି କରିଛନ୍ତି। 19 ନମ୍ବର କ୍ୱେଶ୍ଚିନ୍କୁ ଆସିବା। ମୈତ୍ରୀର ଧ୍ୱଜା କେତେବେଳେ ଉଡ଼ିବ ବୋଲି ଲେଖକ କହିଛନ୍ତି? ଉତ୍ତରରେ ଲେଖିବା ପ୍ରାବନ୍ଧିକଙ୍କ ମତରେ ଯେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶ ପ୍ରତ୍ୟେକ ଲୋକ ଜାଣିବେ ସେତେବେଳେ ମୈତ୍ରୀର ଧ୍ୱଜା ଉଡ଼ିବ। 20 ନମ୍ବର କ୍ୱେଶ୍ଚିନ୍କୁ ଆସିବା। ବିଜ୍ଞାନର ଅନ୍ଧକାର ସ୍ଥାନଟି ଅପସାରିତ ହେଲେ କ'ଣ ହେବ ବୋଲି ଲେଖକ କହିଛନ୍ତି? ଉତ୍ତରରେ ଲେଖିବା
विज्ञानर समस्त भल दिग और कुप्रभाव संपर्क में जेतबेले मनीष जानीपर तथा सबु क्षेत्र में सफलतार शिखर स्पर्श करिबो सेतबेले ही विज्ञानर अंधकार स्थानटी अपसरी जीव। माने एबे हमें डिस्कशन करिबा क्षुद्र उत्तरमूलक प्रश्नोत्तर। नंबर क्वेश्चन को आसीबा आर्य माने सभ्यतार उच्चतम सोपान को आरोहण करथिले मध्य केउ माने तार विलोप साधन करथिले। उत्तर रे लिखिबा आर्य माने सभ्यतार उच्चतम सोपान को आरोहण करथिले मध्य सभ्यतर जाति तार विलोप साधन करथिले। एबे 2 नंबर क्वेश्चन को आसीबा केउ माननकु पंचभूत कुहा जाए। उत्तर रे लिखिबा क्षिप्त अप तेज मरुत और व्योम को पंचभूत कुहा जाए। 3 नंबर क्वेश्चन को आसीबा प्राबंधिक मतरे विज्ञानर व्यापक अर्थ और व्यवहृत अर्थ कौन लेख। उत्तर रे लिखिबा प्राबंधिक मतरे व्यापक अर्थ रे जे कोनसी विषय रे सम्यक ज्ञान ही विज्ञान। साधारण अर्थ रे जड़ और जीवंत विषय रे सुसंबंध श्रृंखलित सम्यक ज्ञान ही विज्ञान। एबे आमे 4 नंबर क्वेश्चन को आसीबा जड़ विज्ञान बल रे आमे केउ ज्ञान लाभ करू। उत्तर रे लिखिबा जड़ विज्ञान बल रे आमे जड़ पदार्थर घात प्रतिघात क्रिया प्रतिक्रिया व्यवहार आकर्षण गति मिलन प्रक्रिया प्रवृत्ति विभिन्न विषय रे सम्यक ज्ञान लाभ करू। सम्यक ज्ञान माने किछि ज्ञान लाभ करू। एबे आमे आसीबा 5 नंबर क्वेश्चन को आधुनिकता सभ्यतार विपक्षवादी माने कौन कहती। उत्तर रे लिखिबा आधुनिक सभ्यतार विपक्षवादी माने कहती एहार सत्यता मानवर ईश्वर विश्वास कमाई देई ताकू विपथगामी करिछि। सर्वत्र आत्मसंयमर अभाव परिलक्षित हेबा सह मानव मध्यरे स्नेह परिवर्ते हिंसा और द्वेष चरम सोपान रे उपनीत होइछि। एबे हमें 6 नंबर क्वेश्चन को आसीबा सभ्यता न्यूनतर बा उच्चतर बोली निरूपित होइथाय किपरि। उत्तर रे लिखिबा विभिन्न विभागर विभिन्न परिमाणर उन्नति अनुसार सभ्यता न्यूनतर बा उच्चतर होइथाय। एबे हमें 7 नंबर क्वेश्चन को आसीबा जड़ उपादान रे मध्य शक्ति अछि उदाहरण माध्यम रे बुझाई दियो। उत्तरटी लिखिबा जड़ उपादान रे मध्य निहित शक्ति अछि। एहार उदाहरण देबा पई प्राबंधिक गेंगुटी पत्थरर उदाहरण देइछंती। गेंगुटी पत्थर रे पानी ढालिले तहिरु चून अंगारकाम्ल बाष्प और विशेष बाह्य उत्ताप बाहरे। सही उत्ताप ही शक्तिर एक अवस्था मात्र। एथिरु जड़ उपादान रे शक्ति थिबा प्रमाणित हुए। माने एबे आमे डिस्कशन करिबा विषय मध्यरु किछि प्रश्नोत्तर। 1 नंबर क्वेश्चन ने देखिबा लेखकंक सभ्यता और विज्ञान प्रबंध केउ पत्रिका रे प्रकाशित होइथिला। उत्तर रे लिखिबा उत्कल साहित्य पत्रिका। 2 नंबर क्वेश्चन को जिबा आधुनिक सभ्यता ता लक्ष्य स्थल रे पहुंचीबा पई काहाकू पथ प्रदर्शक भाबे बाछि नेइछि। उत्तर रे लिखिबा विज्ञान को। 3 नंबर क्वेश्चन को जिबा त्याग और आत्मसंयम केउ सभ्यतार आदर्श थिला। उत्तर रे भारतीय। 4 नंबर क्वेश्चन को जिबा जड़ विज्ञान मूल रे केउ शास्त्र निहित। उत्तर रे लिखिबा गणित शास्त्र। 5 नंबर क्वेश्चन को जिबा प्राबंधिक बंशीधर सामंतराय केन्द्रापड़ा जिलार केउ ग्राम रे जन्मग्रहण करथिले। उत्तरटी हैला बड़पड़ा। 6 नंबर क्वेश्चन को जिबा सभ्यता और विज्ञान प्रबंधटी उत्कल साहित्यर केउ संख्या रे प्रकाशित होइथिला। उत्तर रे लिखिबा 1942 साल ज्येष्ठ संख्या रे। 7 नंबर क्वेश्चन को जिबा गणित शास्त्र विज्ञानर केउ विभागर अंतर्गत। उत्तर रे लिखिबा जड़ विज्ञान। 8 नंबर क्वेश्चन को जिबा भारतर वैशिष्ट्य कौन। उत्तर रे लिखिबा आध्यात्मिकता। 9 नंबर क्वेश्चन को जिबा ईश्वर सर्वत्र विद्यमान और तांकठारे विश्वास स्थापन कर्तव्य यह केउ माने कहती। उत्तर लिखिबा विपक्षवादी माने। 10 नंबर क्वेश्चन को जिबा
ଆଧୁନିକ ସଭ୍ୟତାରେ ସର୍ବତ୍ର କାହାର ଅଭାବ ପରିଲକ୍ଷିତ ହୋଇଛି? ଉତ୍ତରରେ ଲେଖିବା ସଂଯମର। 11 ନମ୍ବର କ୍ୱେଶ୍ଚିନ୍କୁ ଯିବା। ଆଧୁନିକ ସଭ୍ୟତାର ଆଦର୍ଶକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ କିଏ କାର୍ଯ୍ୟକ୍ରମ ଆରମ୍ଭ କରିଛି? ଉତ୍ତରରେ ଲେଖିବା ଜାତିସଂଘ। 12 ନମ୍ବର କ୍ୱେଶ୍ଚିନ୍କୁ ଯିବା। ତାପ କେଉଁ ଶକ୍ତିର ଏକତମ ଅବସ୍ଥା? ଉତ୍ତରରେ ଲେଖିବା ପ୍ରବାହମାନ ଶକ୍ତିର। 13 ନମ୍ବର କ୍ୱେଶ୍ଚିନ୍କୁ ଯିବା। ବୈଷୟିକ ସୁଖ ଓ ସମୃଦ୍ଧି ସମ୍ପାଦନରେ କେଉଁ ବିଜ୍ଞାନ ଆମର ସହାୟକ ହୋଇଛି? ଉତ୍ତରରେ ଜଡ଼ ବିଜ୍ଞାନ। 14 ନମ୍ବର କ୍ୱେଶ୍ଚିନ୍କୁ ଯିବା। କେଉଁ ବିଜ୍ଞାନ ବଳରେ ପ୍ରକୃତିରେ ସଂଗଠିତ କ୍ରିୟାକୁ ଆମେ ହୃଦୟଙ୍ଗମ କରିପାରିଛୁ? ଉତ୍ତରରେ ଲେଖିବା ଜଡ଼ ବିଜ୍ଞାନ। 15 ନମ୍ବର କ୍ୱେଶ୍ଚିନ୍କୁ ଯିବା। ଦକ୍ଷିଣ ଆଫ୍ରିକାରେ ଆଦିମ କଳା ଜାତିର ମଣିଷକୁ କ'ଣ କୁହାଯାଏ? ଉତ୍ତରରେ ଲେଖିବା ନିଗ୍ରୋ। 16 ନମ୍ବର କ୍ୱେଶ୍ଚିନ୍କୁ ଯିବା। ଆଜି ପର୍ଯ୍ୟନ୍ତ ଆମେ ସଭ୍ୟତାର କେଉଁ ସ୍ଥାନରେ ପହଞ୍ଚି ପାରିନାହୁଁ ବୋଲି ପ୍ରାବନ୍ଧିକ କହିଛନ୍ତି? ଉତ୍ତରରେ ଲେଖିବା ଉଚ୍ଚତମ ସୋପାନରେ। 17 ନମ୍ବର କ୍ୱେଶ୍ଚିନ୍କୁ ଯିବା। କେଉଁ ପ୍ରଣାଳୀ ଦ୍ୱାରା ବିଶ୍ୱର ବିରାଟ ଶକ୍ତିକୁ ମାନବ ନିରୂପଣ କରି ପାରିବ ବୋଲି ହିନ୍ଦୁମାନେ କୁହନ୍ତି? ଉତ୍ତରରେ ଲେଖିବା ଦର୍ଶନ ଶାସ୍ତ୍ର ନିହିତ। ପିଲାମାନେ ଏସବୁ ପ୍ରଶ୍ନ ଗୁଡ଼ିକୁ ରିପିଟ୍ କରି କରାଇବାର କାରଣ ହେଉଛି ଠିକ୍ ଉତ୍ତରଟି ଜାଣିଥିଲେ ତମେମାନେ ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚିନ୍ରେ ଠିକ୍ ଆନ୍ସର୍ ଦେଇପାରିବ। ଏବେ ଏହିଭଳି ଆଉ କିଛି ପ୍ରଶ୍ନ ଉତ୍ତର ଅଭ୍ୟାସ କରିଦେବା। 1 ନମ୍ବର କ୍ୱେଶ୍ଚିନ୍ ହେଉଛି ଜୀବନ କାହାର ଏକ ଅବସ୍ଥା? ଉତ୍ତରରେ ଶକ୍ତିର। 2 ନମ୍ବର କ୍ୱେଶ୍ଚିନ୍କୁ ଯିବା। ପଦାର୍ଥ ବିଜ୍ଞାନ କେଉଁ ବିଜ୍ଞାନର ଅନ୍ତର୍ଗତ? ଉତ୍ତରଟି ହେଉଛି ଜଡ଼ ବିଜ୍ଞାନ। 3 ନମ୍ବର କ୍ୱେଶ୍ଚିନ୍କୁ ଯିବା। ଜଡ଼ ପଦାର୍ଥର ଘାତ ପ୍ରତିଘାତ କ୍ରିୟା ପ୍ରତିକ୍ରିୟା ପ୍ରଭୃତି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିବା ବିଜ୍ଞାନର ନାମ କ'ଣ? ଉତ୍ତର ଜଡ଼ ବିଜ୍ଞାନ। 4 ନମ୍ବର କ୍ୱେଶ୍ଚିନ୍କୁ ଯିବା। ସାଧାରଣତଃ ଜଡ଼ ଓ ଜୀବନ୍ତ ବିଷୟରେ ସୁସମ୍ବନ୍ଧ ଶୃଙ୍ଖଳିତ ସମ୍ୟକ ଜ୍ଞାନକୁ କାହା ରୂପେ ବ୍ୟବହାର କରାଯାଏ? ଉତ୍ତରଟି ହେଉଛି ବିଜ୍ଞାନ। 5 ନମ୍ବର କ୍ୱେଶ୍ଚିନ୍କୁ ଯିବା। ଆଲୋକ ଉତ୍ତାପ ବିଦ୍ୟୁତ୍ ଓ ଶବ୍ଦ ପ୍ରଭୃତି ବିଭିନ୍ନ ବିଭାଗରେ ବିଭକ୍ତ ହୋଇଥିବା ବିଜ୍ଞାନର ନାମ କ'ଣ? ଉତ୍ତରଟି ହେଉଛି ପଦାର୍ଥ ବିଜ୍ଞାନ। 6 ନମ୍ବର କ୍ୱେଶ୍ଚିନ୍କୁ ଯିବା। ଜଡ଼ ବିଜ୍ଞାନ କେତେ ଭାଗରେ ବିଭକ୍ତ? ଉତ୍ତରରେ 2 ଭାଗରେ ବିଭକ୍ତ। 7 ନମ୍ବର କ୍ୱେଶ୍ଚିନ୍କୁ ଯିବା। କେଉଁ ବିଜ୍ଞାନର ସଂଯୋଗରୁ ନାନା ବିଭାଗ ସୃଷ୍ଟି ହୋଇ ଅଶେଷ କଲ୍ୟାଣ ସାଧିତ ହୋଇଛି? ଉତ୍ତରରେ ଜଡ଼ ଓ ଜୀବ ବିଜ୍ଞାନ। 8 ନମ୍ବର କ୍ୱେଶ୍ଚିନ୍କୁ ଯିବା। କେଉଁ ବିଜ୍ଞାନ ବଳରେ ଆମେ ଜଡ଼ ବିଷୟରେ ସମ୍ୟକ୍ ଜ୍ଞାନ ଲାଭ କରିଅଛୁ? ଉତ୍ତର ହେଉଛି ଜଡ଼। 9 ନମ୍ବର କ୍ୱେଶ୍ଚିନ୍କୁ ଯିବା। ଆମେ ଜୀବନ୍ତ ପଦାର୍ଥକୁ ବିଶ୍ଳେଷଣ କରି ତାର ବିବିଧ ପ୍ରକ୍ରିୟା ତଥା ସମସ୍ୟା ସମାଧାନରେ ସଫଳ ହୋଇପାରୁଥିବା ବିଜ୍ଞାନଟି କ'ଣ? ଉତ୍ତରରେ ଲେଖିବା ଜୀବ ବିଜ୍ଞାନ। 10 ନମ୍ବର କ୍ୱେଶ୍ଚିନ୍କୁ ଯିବା। ଭାରତୀୟମାନଙ୍କ ବୈଷୟିକ ଉନ୍ନତି କାହା ଦ୍ୱାରା ସମ୍ଭବ ହୋଇଥିଲା? ଉତ୍ତରରେ ଲେଖିବା ତ୍ୟାଗ ଓ ଧର୍ମ। 11 ନମ୍ବର କ୍ୱେଶ୍ଚିନ୍କୁ ଯିବା। ବିଭିନ୍ନ ଜାତୀୟ ଉପାଦାନର ସମ୍ମିଶ୍ରଣ ସହିତ ଜୀବନ୍ତ ଶକ୍ତିର ସଂଯୋଗ ହେଲେ କ'ଣ ସମ୍ଭବ ହୋଇଥାଏ? ଉତ୍ତରରେ ଲେଖିବା ଜୀବନ୍ତ ପଦାର୍ଥ। 12 ନମ୍ବର କ୍ୱେଶ୍ଚିନ୍କୁ ଯିବା। ଭାରତୀୟମାନେ ସର୍ବବିଧ ବୈଷୟିକ ଜଞ୍ଜାଳକୁ କାହାର ହେତୁ ବୋଲି ଭାବୁଥିଲେ? ଉତ୍ତରଟି ହେଲା ବିପଦର। 13 ନମ୍ବର କ୍ୱେଶ୍ଚିନ୍କୁ ଯିବା। ଗଣିତ ଶାସ୍ତ୍ର କେଉଁ ବିଜ୍ଞାନର ଅନ୍ତର୍ଗତ? ଉତ୍ତରରେ ଲେଖିବା ଜଡ଼ ବିଜ୍ଞାନ। 14 ନମ୍ବର କ୍ୱେଶ୍ଚିନ୍କୁ ଯିବା। ସୃଷ୍ଟି ରହସ୍ୟ ଭେଦ କରିବା କାହାର ପଦବାଚ୍ୟ? ଉତ୍ତରଟି ହେଉଛି ଧର୍ମର। 15 ନମ୍ବର କ୍ୱେଶ୍ଚିନ୍କୁ ଯିବା। ପ୍ରାଚୀନ ରୋମୀୟ ଓ ଗ୍ରୀସୀୟ ସଭ୍ୟତାର ଆଦର୍ଶ କ'ଣ ଥିଲା? ଉତ୍ତରରେ ଲେଖିବା ଭୋଗ। 16 ନମ୍ବର କ୍ୱେଶ୍ଚିନ୍କୁ ଯିବା। ଗେଙ୍ଗୁଟି ପଥରରେ ପାଣି ଢାଳିଲେ ସେଥିରୁ କି ବାଷ୍ପ ବାହାରେ? ଉତ୍ତରରେ ଲେଖିବା ଅଙ୍ଗାରକାମ୍ଳ ବାଷ୍ପ। 17 ନମ୍ବର କ୍ୱେଶ୍ଚିନ୍କୁ ଯିବା। ଭାରତର ବୈଷୟିକ ଉନ୍ନତି କାହାର ଏକତମ ସ୍ୱତ ସମ୍ଭୃତ ଫଳ ମାତ୍ର? ଉତ୍ତରରେ ଲେଖିବା ତ୍ୟାଗ ମାର୍ଗର। 18 ନମ୍ବର କ୍ୱେଶ୍ଚିନ୍କୁ ଯିବା। ଭାରତର ବୈଷୟିକ ଉନ୍ନତିର ନିଦର୍ଶନ କ'ଣ ଥିଲା? ଉତ୍ତରରେ ଲେଖିବା ଅନିଚ୍ଛାକୃତ
19 नंबर क्वेश्चन को जीवा मानव जो वैषयिक शारीरिक मानसिक और नैतिक उन्नति करिथाए आमे ताकू की आख्या देई थाउ। उत्तर लिखिबा सभ्यता। पिला माने आज आमे सभ्यता और विज्ञान विषयर समस्त क्वेश्चन आंसर डिस्कशन कर सारी। आपण मैंने गोटे काम करेंगे को 2-3 थर निश्चित भाव में शुणीदेवे। आम चैनल टी को जदि शुणिकी पढ़ी आपन को भल लगुच ताले निश्चित सब्सक्राइब करंतु। आगो को आहुरी मध्य आसीबो सब विषयर सैंपल क्वेश्चन पेपर भी दिया हबो। आपण माने दया करी शेयर करंतु सांग साथी मानक संगरे जो माने पढ़िबा को इच्छा करचंती। पिला माने भूलिबे नै लाइक शेयर सब्सक्राइब करिया को बिल्कुल भी भूलिबे नहीं। धन्यवाद।